ସ୍ୱାଧୀନତା ଦିବସ। ଉପକ୍ରମ। ସ୍ୱାଧୀନତା ଆମର ଜନ୍ମଗତ ଅଧିକାର। ଏହି ପବିତ୍ର ଦିବସ ଭାରତବର୍ଷର ଏକ ମୁଖ୍ୟ ଜାତୀୟ ଦିବସ ରୂପେ ପରିପାଳିତ ହୋଇଆସୁଛି। ଏହି ଜାତୀୟ ଉତ୍ସବକୁ ସମସ୍ତେ ସ୍ୱାଗତ କରନ୍ତି ଓ ଭାରତର କୋଣେ କୋଣେ ତଥା ସବୁ ସ୍ତରରେ ବ୍ୟକ୍ତିବିଶେଷ ଶ୍ରଦ୍ଧା ସହକାରେ ପାଳନ କରନ୍ତି। ବ୍ୟକ୍ତି ଜୀବନରେ ଏହାର ଗୁରୁତ୍ୱକୁ ଯେପରି ଉପଲବ୍ଧି କରାଯାଇଥାଏ, ରାଷ୍ଟ୍ର ପାଇଁ ମଧ୍ୟ ଏହା ସେହିପରି ଅପରିହାର୍ଯ୍ୟ ହୋଇଉଠେ। ସ୍ୱାଧୀନତା ହେଉଛି ଦେଶର ଗର୍ବ ଓ ଗୌରବର ପ୍ରତୀକ। ଦୀର୍ଘଦିନ ଧରି ଭାରତବର୍ଷ ଇଂରାଜୀମାନଙ୍କର ଶାସନାଧୀନ ଥିଲା। ସେହି ବିଦେଶୀ ରାଷ୍ଟ୍ରକୁ ସ୍ୱଦେଶରୁ ବିତାଡ଼ିତ କରିବା ପାଇଁ ସଂଗ୍ରାମ ଜାରି ରହିଥିଲା। ଦେଶର ସ୍ୱାଧୀନତା ହାସଲ ନିମିତ୍ତ କେତେକ ଦଳୀୟ ଜନନେତା ଓ ରାଷ୍ଟ୍ରନାୟକ ପ୍ରମୁଖ ନିଜ ନିଜର ଜୀବନ ଉତ୍ସର୍ଗୀକୃତ କରି ଦେଶ ପାଇଁ ଶହୀଦ ହୋଇଥିଲେ। ସଂଗ୍ରାମରତ ଦେଶ ସେବକମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଲାଲ ବାହାଦୁର ଶାସ୍ତ୍ରୀ, ଜୟପ୍ରକାଶ ନାରାୟଣ, ସୁଭାଷ ଚନ୍ଦ୍ର ବୋଷ ପ୍ରମୁଖଙ୍କ ନାମ ଚିରସ୍ମରଣୀୟ। ସେହିମାନଙ୍କ ପ୍ରଚେଷ୍ଟାରେ ପରାଧୀନ ଜାତି ସ୍ୱାଧୀନତାର ସ୍ୱାଦ ଆସ୍ୱାଦନ କରିବା ପୂର୍ବକ ବିଦେଶୀ ଶକ୍ତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସଫଳକାମୀ ହୋଇପାରିଥିଲେ। ତା ଫଳରେ ଭାରତବାସୀ ଗତ 1947 ମସିହା ଅଗଷ୍ଟ 15 ତାରିଖରେ ଲହୁଲୁହ ବିନିମୟରେ ପରାଧୀନତାର ପାଂଶରୁ ମୁକ୍ତ ହେଲେ। ପରିଶେଷରେ ବିଦେଶୀ ରାଷ୍ଟ୍ର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ପବିତ୍ର ଦିବସରେ ଭାରତବର୍ଷ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେଲା। ସେହି ଦିନଠାରୁ ଅଦ୍ୟାବଧି ଆମ୍ଭେମାନେ ଏହି ଶୁଭ ଲଗ୍ନରେ ଭାରତର ସ୍ୱାଧୀନତାକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆନନ୍ଦ ଉଲ୍ଲାସ ତଥା ଶ୍ରଦ୍ଧାର ସହିତ ଏହି ଉତ୍ସବକୁ ପାଳନ କରି ଆସୁଛେ। ଉତ୍ସବ ପାଳନର ଉଦ୍ଦେଶ୍ୟ। ପ୍ରତ୍ୟେକ ମାନବ ସ୍ୱାଧୀନ ଭାବରେ ଜୀବନ ଧାରଣ କରିବାକୁ ନିଜର ସ୍ୱାଧୀନତା ଚାହେଁ। କୌଣସି କାରଣରୁ ସେ ଯଦି ତାର ସ୍ୱାଧୀନତା ହରାଇ ବସେ, ତେବେ ସେ ଦୁଃଖରେ କାଳାତିପାତ କରେ। ସେହିପରି ବ୍ୟକ୍ତିକୁ ନେଇ ରାଷ୍ଟ୍ର, ରାଷ୍ଟ୍ରର ଭଲମନ୍ଦ ବ୍ୟକ୍ତିଙ୍କ ଉପରେ ହିଁ ନ୍ୟସ୍ତ ଥାଏ। ଅତୀତରେ ବ୍ୟକ୍ତି ଦେଶର ସ୍ୱାଧୀନତା ହାସଲ ପାଇଁ ସଂଗ୍ରାମ କରିଛି ଓ ଅସ୍ତ୍ର ମଧ୍ୟ ଧାରଣ କରିଛି। ରକ୍ତପାତ ଓ ଲହୁଲୁହ ଧାରଣ କରି ସଂଗ୍ରାମରତ ଭାରତବାସୀ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ବଳରେ ଦେଶକୁ ସ୍ୱାଧୀନତା ଆଣିଥିଲେ। ଦେଶର ଏପରି ସଙ୍କଟମୟ ପରିସ୍ଥିତିରେ ଆବିର୍ଭୂତ ହୁଅନ୍ତି ଜଣେ ଜଣେ ମହାପୁରୁଷ। ସେମାନେ ସ୍ୱାଧୀନତା ନିମିତ୍ତ ଦେଶବାସୀଙ୍କୁ ନେତୃତ୍ୱ ପ୍ରଦାନ କରି ସଫଳକାମୀ ହୋଇଛନ୍ତି। ଅତୀତରେ ବହୁ ଦେଶପ୍ରେମୀ ଆତ୍ମୋତ୍ସର୍ଗ କରି ଦେଶ ପାଇଁ ଶହୀଦ ହୋଇଯାଇଛନ୍ତି। ସେହିମାନଙ୍କୁ ସ୍ମରଣ କରିବା ନିମନ୍ତେ ଓ ସେମାନଙ୍କର ସାଧନା, ତ୍ୟାଗ ଓ ଆଦର୍ଶରେ ଉଦ୍ବୁଦ୍ଧ ହେବା ପାଇଁ ଆମ୍ଭେମାନେ ସ୍ୱାଧୀନତା ଦିବସ ପାଳନ କରୁଛୁ। ସେହି ଶୁଭଲଗ୍ନରେ ଦେଶ ଓ ଜାତିର ସର୍ବାଙ୍ଗୀନ କଲ୍ୟାଣ ସାଧନ ନିମିତ୍ତ ସମସ୍ତେ ସଂକଳ୍ପବଦ୍ଧ ହୁଅନ୍ତି। ସ୍ୱାଧୀନତାର ଅନୁଚିତା କ'ଣ ହେବା ଦରକାର, ସେଥିପାଇଁ ଯୋଜନାବଦ୍ଧ ପନ୍ଥା ନିର୍ଦ୍ଧାରଣ କରିଥାନ୍ତି। କେବଳ ସେତିକି କାହିଁକି, ଦେଶକୁ ସମୃଦ୍ଧ, ଶକ୍ତିଶାଳୀ, ସୁଫଳା, ସୁଜଳା, ସୁସଂହତ ଓ ସମୁନ୍ନତ କରିବା ପାଇଁ ଦେଶବାସୀ ପ୍ରେରଣା ଲାଭ କରନ୍ତି। ସ୍ୱାଧୀନତା ଆନ୍ଦୋଳନର ପୂର୍ବ ଇତିହାସ ଓ ରୋମନ୍ଥନ। ଭାରତ ଦୀର୍ଘଦିନ ଧରି ବ୍ରିଟିଶ ଶାସନାଧୀନ ଥିଲା। ତା ଫଳରେ ଭାରତୀୟମାନେ ବିଦେଶୀମାନଙ୍କ ଦ୍ୱାରା ଅତ୍ୟାଚାରିତ, ନିଷ୍ପେଷିତ ଓ ଅବହେଳିତ ହୋଇ ରହିଥିଲେ। 1857 ମସିହାରେ ଭାରତୀୟ ସିପାହୀମାନେ ଇଂରେଜ ବିରୁଦ୍ଧରେ ଆନ୍ଦୋଳନର ସୂତ୍ରପାତ ଘଟାଇଲେ। ଏହି ସିପାହୀ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ରୂପେ ପରିଦୃଷ୍ଟ ହୋଇଥିଲା। ସେହି ସଂଗ୍ରାମର ପ୍ରଥମ ନେତୃତ୍ୱ ନେଇଥିଲେ ଭାରତୀୟ ଜାତୀୟ କଂଗ୍ରେସ। 1885 ମସିହାରେ ଭାରତବାସୀଙ୍କୁ ଏକତ୍ରିତ କରାଇବା ନିମନ୍ତେ ପ୍ରଥମେ ବମ୍ବେଠାରେ ଜନଜାଗରଣ ପାଇଁ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଗୋପାଳକୃଷ୍ଣ ଗୋଖଲେ, ବାଲଗଙ୍ଗାଧର ତିଲକ, ଦାଦାଭାଇ ନାରୋଜୀ ପ୍ରମୁଖ ସ୍ଥାନୀୟ ବ୍ୟକ୍ତିମାନେ ସ୍ୱରାଜ ଆନ୍ଦୋଳନରେ ପ୍ରଧାନ ଭୂମିକା ଗ୍ରହଣ କଲେ। 1919 ଖ୍ରୀଷ୍ଟାବ୍ଦରେ ଜାଲିଆନୱାଲାବାଗଠାରେ ଯେଉଁ ନାରକୀୟ ହତ୍ୟାକାଣ୍ଡ ଘଟିଥିଲା, ସେଠାରେ ବହୁ ନିରୀହ ନରନାରୀ ଓ ଶିଶୁ ଅକାଳରେ ମୃତ୍ୟୁବରଣ କଲେ। ଏହି ଅମାନୁଷିକ ହତ୍ୟାକାଣ୍ଡ ମୁକ୍ତିକାମୀ ଭାରତୀୟଙ୍କ ସଂଗ୍ରାମୀ ମନୋଭାବକୁ ଅଧିକ ସୁଦୃଢ଼ କରିଦେଇଥିଲା। ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱରେ ଦେଶର ସ୍ୱାଧୀନତା ସଂଗ୍ରାମ ଦ୍ରୁତଗତିରେ ଆଗେଇ ଚାଲିଲା।
ସାଧାରଣ ଜନତା ବିଦେଶୀ ଜିନିଷ ବର୍ଜନ କରି ଆନ୍ଦୋଳନକୁ ଆହୁରି ତୀବ୍ରତର କଲେ। ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗରେ ପରିଚାଳିତ ଆନ୍ଦୋଳନ ସାଧାରଣ ଜନତାଙ୍କୁ ଉଦ୍ବୁଦ୍ଧ କଲା। ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନ ଦିଆଯାଇ ବିଦେଶୀ ସରକାରକୁ ଦେଶରୁ ତଡ଼ିବା ନିମନ୍ତେ ସଂଗ୍ରାମ ଜାରି ରହିଲା। ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷ, ଗାନ୍ଧୀଜୀ ପ୍ରମୁଖ ରାଷ୍ଟ୍ର ନେତାଗଣ ଭାରତର ସ୍ୱାଧୀନତା ଆଣିବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଲେ। ବାପୁଜୀ ଅହିଂସା ମାର୍ଗରେ ଗତି କରିବାର ପ୍ରୟାସ ରଖିଥିବା ବେଳେ ସୁଭାଷ ଚନ୍ଦ୍ର ବୋଷ ଚରମପନ୍ଥୀ ଅବଲମ୍ବନ ପୂର୍ବକ ଆଜାଦ ହିନ୍ଦ ଫୌଜ ଗଠନ କରି ସଂଗ୍ରାମରତ ହେଲେ। ଏହି ସଂଗ୍ରାମର ମୂଳମନ୍ତ୍ର ଥିଲା ଦେଶରୁ ବିଦେଶୀ ଶାସନର ବିଲୋପ ସାଧନ କରି ଭାରତକୁ ସ୍ୱାଧୀନତା ଆଣିବା। ପରିଶେଷରେ ଅହିଂସା ରୂପକ ଅସ୍ତ୍ର ପ୍ରୟୋଗ କରାଯାଇ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ପ୍ରାପ୍ତି ହେଲା। ଲୋକମାନଙ୍କ ସ୍ୱପ୍ନ ସାକାର ହେଲା ଓ ବିଦେଶୀ ରାଷ୍ଟ୍ର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲା। ଉପସଂହାର। ସ୍ୱାଧୀନତା ପ୍ରାପ୍ତି ଜାତିର ଗୌରବ। ଏହା ମଧ୍ୟ ଏକ ଅମୂଲ୍ୟ ସମ୍ପଦ ରୂପେ ପ୍ରତିଭାତ ହୋଇଥାଏ। ବହୁ କଷ୍ଟରେ ଅର୍ଜିତ ଏହି ସମ୍ପଦର ସୁରକ୍ଷା ନିମନ୍ତେ ସର୍ବତ୍ର ସ୍ୱାଧୀନତା ପାଳନର ଆବଶ୍ୟକତା ରହିଛି। ଏହାଦ୍ୱାରା ଦେଶର ଜାତୀୟ ଗୌରବକୁ ସ୍ମରଣ କରାଯାଇଥାଏ। ଶହୀଦମାନଙ୍କର ସ୍ମୃତିର ପଦାଚାରଣ କରାଯାଇଥାଏ। ଅତୀତର ରାଷ୍ଟ୍ରନାୟକ ଓ ଜନନେତାମାନଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଦେଶର ସ୍ୱାଧୀନତାକୁ ବଜାୟ ରଖିବା ସମସ୍ତ ଭାରତୀୟଙ୍କ କର୍ତ୍ତବ୍ୟ। ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ ରଖିବା ପାଇଁ ଯତ୍ନଶୀଳ ହେବା ଆମର ସର୍ବାଦୌ କର୍ତ୍ତବ୍ୟ। ସେଥିପାଇଁ ଆମ୍ଭେମାନେ ସଜାଗ ରହିବା ଉଚିତ। କେବଳ ଭାଷଣ ପ୍ରଦାନର ଉତ୍ସବରେ ମହତ୍ତ୍ୱ ବା ଲକ୍ଷ୍ୟ ସାଧିତ ନୁହେଁ। ଉତ୍ସବ ମାଧ୍ୟମରେ ଜାତୀୟ ଭାବ ଉଦ୍ରେକ କରିବା ନିମନ୍ତେ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ବିଧେୟ। ତାହାଦ୍ୱାରା ଦେଶର ପ୍ରଗତି ସାଧନ ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିର ହିତ ସାଧନ କରିବାରେ ସହାୟକ ହୋଇପାରିବ ବୋଲି ଆଶା। ଧନ୍ୟବାଦ।